ଆପଣ ଜାଣିଛନ୍ତି ଜେଜେବାପା ରୋହିକୁ ଚିକିମା ବିଷୟରେ ପଚାରୁଥିବେ। ଜେଜେବାପା କହିବେ, ସତ କଥା କହ, ତୁ ତାଙ୍କୁ କୋଉଠି ରଖିଛୁ? ତାପରେ ଜେଜେବାପା କହିବେ, ଦେବୀ ମା ତତେ ଯାହା ଦଣ୍ଡ ଦେବା କଥା ଦେବେ, ହେଲେ ଆଜି ମୁଁ ତତେ ଏଠି ଦଣ୍ଡ ଦେବି। ଆଉ ତାପରେ ଜେଜେମା କହିବେ, ରୁହ, ତମେ କ'ଣ ସବୁ କହିଯାଉଛ? ଜେଜେବାପା କହିବେ, ଆଜି ଆଜ୍ଞା ଧନଞ୍ଜୟ ଗୋଷ୍ଠୀ ଖାଲି କହି ଆସୁଥିଲା, ହେଲେ ଆଜି ଆକ୍ସନ୍ କରି ଦେଖେଇବ। ହଁ, ଆକ୍ସନ୍ କରି ଦେଖେଇବ। ଆଉ ତାପରେ ଏମିତି କହି ସେଠୁ ଯିବେ ଭାରି। ତାପରେ ରୋହି କହିବେ, ଜେଜେବାପା ମୋ କଥା ଟିକେ ଶୁଣ। ଜେଜେମା କହିବେ, ଆରେ ତମେ କ'ଣ ସବୁ କହିଯାଉଛ? କ'ଣ କରିବାକୁ ଯାଉଛ? ତାପରେ ରୋହି କହିବେ, ଆଇ କେହି ବୁଝୁ ନ ବୁଝୁ, ହେଲେ ତମେ ତ ମୋ କଥା କିଛି ବୁଝିପାରୁଥିବ ନା। ଦେଖ ଭାଇ, ଚିକି ନ ଆସିବାଟା ଗୋଟେ ଆକ୍ସିଡେଣ୍ଟ। ଆଉ ରାମ ଚିକି ପାଇଁ ପାଗଳ ହେଇଯାଇଛନ୍ତି। ଆଉ ଇଏ ଦୁର୍ଗା ରାମକୁ ପାଗଳ କରିଦେଇଛି। ଆଇ ପ୍ଲିଜ୍ ତମେ ମୋତେ ବଞ୍ଚାଅ। ରୋହି କହିବେ, ୟାର ତ କେହି ନାହାନ୍ତି, ଏ ଜାଣିଶୁଣି ମୋତେ କଷ୍ଟ ଦେବାକୁ ଚାହୁଁଛି। ଆମର ସବୁ କିଛି ନେଇଗଲା। ଆଉ ତାପରେ ମନ ଶାନ୍ତି ହେଲାନି ଯେ ମୋ ପରିବାର ଆଉ ମୋ ରାମକୁ ମୋ ଠାରୁ ନେବାକୁ ବସିଛି। ଆଉ ଠିକ୍ ଏତିକି ବେଳେ ଜେଜେବାପା ତାଙ୍କ ବନ୍ଧୁକୁ ନେଇ ଆସିବେ ଆଉ କହିବେ, ଆଜି କେହି ବି ତୋତେ ମୋଠୁ ବଞ୍ଚେଇ ପାରିବେନି। ଜେଜେବାପାଙ୍କୁ ଦେଖି ଜେଜେମା, ରୋହି ଆଉ ସମସ୍ତେ ପୁରା ଡରିଯିବେ। ଆଉ ଜେଜେବାପାଙ୍କୁ ଏମିତି ଦେଖି ରାଜେନ୍ଦ୍ର କହିବେ, ବାବା ବାବା ଏମିତି କରନ୍ତୁନି, ବହୁତ ପ୍ରୋବ୍ଲେମ୍ ହେଇଯିବ, ନହେଲେ ଆପଣ ଜେଲ୍ ହେଇଯିବେ। ଆଉ ତାପରେ ଜେଜେମା କହିବେ, ଆରେ ଶୁଣ, ତମେ ଏ କ'ଣ କରୁଛ? ଜେଜେବାପା କହିବେ, କାମିନୀ, ଆଜି ମୁଁ ଏ ଝିଅକୁ ଶେଷ କରିଦେବି। ଜେଜେମା ଏମିତି ଶୁଣି ପୁରା ଡରିଯିବେ। ତାପରେ ରାଜେନ୍ଦ୍ର କହିବେ, ବାବା ମୁଁ ତୁମକୁ ହାତ ଯୋଡୁଛି, ମୋ କଥା ଟିକେ ଶୁଣ, ଟିକେ ଶାନ୍ତ ହୁଅନ୍ତୁ। ସୁଗନ୍ଧା, ତମେ ଟିକେ ବାପାଙ୍କୁ ବୁଝାଅ। ତାପରେ ସୁଗନ୍ଧା କହିବେ, ବାପା ଆପଣ ଟିକେ ଶାନ୍ତ ହେଇଯାଆନ୍ତୁ। ତାପରେ ଜେଜେବାପା ରୋହିକୁ କହିବେ, କହ ତୁମ ଚିକି ବୋଉମାଙ୍କୁ କୋଉଠି ଲୁଚେଇ ରଖିଛୁ, କହ। ରୋହି କହିବେ, ମୁଁ ସତ କହୁଛି, ମୁଁ କିଛି ଜାଣିନି, ଏମାନେ ସମସ୍ତେ ମୋତେ ଫସଉଛନ୍ତି। ତାପରେ ଜେଜେବାପା କହିବେ, ଠିକ୍ ଅଛି, ତୁ କହିବୁନି ତ? ଏମିତି କହି ଟ୍ରିଗର ପିଇବା ପାଇଁ ଯାଉଥିବେ, ସେତିକି ବେଳେ ରତନ କହିବେ, ବାପା ପ୍ଲିଜ୍ ମୋ କଥା ଟିକେ ଶୁଣନ୍ତୁ, ଏମିତି କରନ୍ତୁନି, ମୁଁ ଆପଣଙ୍କୁ ଗୋଡ଼ ଦେଉଛି, ପ୍ଲିଜ୍ ବାପା, ସେ ମରିଯିବ। ଜେଜେବାପା କହିବେ, ମୁଁ ଆଜି ଜେଲ୍ ଯିବି ପଛେ, ମୁଁ ଆଜି ଏ ଝିଅକୁ ମାରିକି ହିଁ ରହିବି। ତାପରେ ଜେଜେମା କହିବେ, ମୋ କଥା ଟିକେ ଶୁଣ, ତାର କିଛି ଦୋଷ ନାହିଁ, ତୁମେ ବନ୍ଧୁକୁ ଏଠି ତଳକୁ ରଖ। ତୁମେ ଭୁଲ ବୁଝୁଛ, ସେ କହୁଛି ନା କିଛି କରିନି ବୋଲି। ଜେଜେବାପା କହିବେ, ସେ ମିଛ କହୁଛି, ମୁଁ ଆଜି ତାକୁ ଜମାରୁ ଛାଡ଼ିବିନି। କହ ମୋ ଚିକି ମାଙ୍କୁ କୋଉଠି ରଖିଛୁ? ରୋହି କହିବେ, ମୁଁ ସତ କହୁଛି, ମୁଁ କିଛି ବି ଜାଣିନି। ଆଉ ରାମକୁ କହିବେ, ଆରେ ରାମ, ତମେ କିଛି କହୁନ କାହିଁକି? ଆଉ ଯଦି ମୋ ଦେହରୁ ଟିକେ ବି ରକ୍ତ ଛାଡ଼ିଲା, ତାହେଲେ ଜାଣିବ ମୁଁ କ'ଣ କରିବି। ଜେଜେବାପା କହିବେ, ଚୁପ୍ କର, ମାରିକି ତୋତେ ଏଠି ମୁଣ୍ଡ ଛତୁ କରିଦେବି। ତାକୁ ଧମକ ଦେବା ପୂର୍ବରୁ ତୁ ମୋ ଗୁଳିକୁ ସାମ୍ନା କର। ତାପରେ ରାଜେନ୍ଦ୍ର କହିବେ, ବାପା ଆପଣ ଟିକେ ଶାନ୍ତ ହୁଅନ୍ତୁ, ବନ୍ଧୁକ ତଳକୁ ରଖନ୍ତୁ, ମୁଁ ସିଆ ସହିତ କଥା ହେଉଛି। ଜେଜେବାପା କହିବେ, ରାଜେନ୍ଦ୍ର, ଇଏ ହେଉଛି ଗୋଟେ ବଡ଼ ଅପରାଧୀ, ଆଜି ଇଏ ଏ ବନ୍ଧୁକ ଗୋଳିରେ ମରିବ। ଆଜି ଇଏ ସବୁ ସତ କଥା କହିବ, ନହେଲେ ଇଏ ବନ୍ଧୁକ ଗୋଳିରେ ମରିବ। ଆଉ ତାପରେ ମାଧବୀ ଝିଟିପିଟିକୁ କହିବେ, ଆରେ ତୁ ସତ କହିଦେଉନୁ, ତୁ କ'ଣ ମରିବାକୁ ଚାହୁଁଛୁ ନା କ'ଣ? ଆଉ ରତନ କହିବେ, ଆରେ ସତ କଥା କହିଦେଉନୁ, କହିଦେ, ତୋ କଥା ନହେଲେ ତ ସବୁ ଚମତ୍କାର ହେଇଯିବ। ଆଉ ତାପରେ ଜେଜେବାପା କହିବେ, କହ ଚିକିମା କୋଉଠି ଅଛନ୍ତି, ନହେଲେ ମରିବା ପାଇଁ ରେଡ଼ି ହେଇଯା। ଏକଥା ଶୁଣି ରୋହି ଡରିଯିବେ। ଆଉ ହାତ ଯୋଡ଼ି କହିବେ, ଅଜା ପ୍ଲିଜ୍ ମୋତେ ଛାଡ଼ିଦିଅ, ମୋର କିଛି ଭୁଲ ନାହିଁ। ଆଉ ଏପଟେ ଚିକି ଭାବିବେ, ନା, ମୁଁ ଜେଜେବାପାଙ୍କୁ ଏମିତି କରିବାକୁ ଦେବିନି। ଆଉ ଜେଜେବାପା ରୋହିକୁ କହିବେ, ମୁଁ ତୋତେ ମାରିକି କିଛି ଅପରାଧ କରିବିନି, ବରଂ ମୁଁ ଏ ଘର ପାଇଁ ମଙ୍ଗଳ କରିବି। ଆଉ ହଁ, ତୋ ମୃତ୍ୟୁରେ ଦୋଷ ତୋର ମୁଣ୍ଡରେ ହିଁ ଲାଗିବ। ଏତିକି ବେଳେ ରୋହି ଯାଇ ଜେଜେମାଙ୍କ ପଛରେ ଲୁଚିଯିବେ। ଆଉ ଜେଜେମା କହିବେ, ଯଦି ମୋ ସିଆର କିଛି ବି ହୁଏ, ତାହେଲେ ତମକୁ ମୋତେ ହିଁ ମାରିବାକୁ ପଡ଼ିବ। ମୁଁ ଥିବା ଯାଏ ମୋ ସିଆରକୁ କିଛି ହେବାକୁ ଦେବିନି। ଆଉ ତାପରେ ଜେଜେବାପା କହିବେ, ଠିକ୍ ଅଛି, ତାହେଲେ ତମେ ବି ତମ ମିଚେଇ ନାତୁଣୀ ସହ ଉପରକୁ ଚାଲିଯାଅ। ରୋହି ମନେ ମନେ କହିବେ, ଓ ଗଡ୍, ମୋ ପ୍ଲାନ୍ଟା ପୁରା ଓଲଟିଗଲା, ମୁଁ ଏବେ କ'ଣ କରିବି? ସେ ବୁଢ଼ା ଏତେ ପର୍ଯ୍ୟନ୍ତ ପହଞ୍ଚିଲାନି କ'ଣ ପାଇଁ? ଠିକ୍ ସେତିକି ବେଳେ ଜେଜେବାପା ଗୁଳି ଫୁଟାଇବା ପାଇଁ ଯାଉଥିବେ, ଆଉ ଚିକି ଆସି ବନ୍ଧୁକକୁ ଉପରକୁ ଠେଲିଦେବେ।